ଛୋଟିଆ ଦୋକାନଟିରେ କେତେ ବା ରୋଜଗାର ହେଉଥିଲା। ଭଙ୍ଗା ଦରଦାରା କେବିନ୍କୁ କିଛି ଚକୋଲେଟ୍ ଡବା ଆଉ କିଛି ଚା ତିଆରିର ସାମଗ୍ରୀ ଯାହା ରୋଜଗାର ହେଉଥିଲା। ଦୁଃଖେ କଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ ଏହି ମହିଳା ଜଣକ। ହେଲେ ଇଏ କ'ଣ, ତାଙ୍କର ସେଇ କେବିନ୍ର ଏମିତି ଅବସ୍ଥା? ଆଉ ସେଇ ଭଙ୍ଗା କେବିନ୍କୁ ଆଣି ରାସ୍ତା ମଝିରେ ପକାଇ ରାସ୍ତା କାହିଁକି ବନ୍ଦ କରୁଛନ୍ତି? ଏସବୁ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀରେ। ବରଗଡ଼ରେ ଗରିବ ଉପରେ କାହିଁକି ଏତେ ନିର୍ଦ୍ଦୟ ପ୍ରଶାସନ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ବରଗଡ଼ ସହରର ଏହି ମହିଳା ଜଣକ ସବୁଦିନ ପରି ଆଜି ବି ନିଜର ଏହି ଭଙ୍ଗା ଦରଦରା କେବିନ୍ଟି ଖୋଲି ଗରାଖ ଅପେକ୍ଷାରେ ଥିଲେ। ହେଲେ ଅଚାନକ କିଛି ଲୋକ ଆସିଲେ, ସାଙ୍ଗରେ ଗୋଟେ ଜେସିବି ଆଣିଥିଲେ। ଜେସିବିରେ ଖଣ୍ଡ ଖଣ୍ଡ କରିଦେଲେ ପୁରା କେବିନ୍କୁ। ଏମିତିକି ସେଇ କେବିନ୍ ଭିତରୁ ନିଜ ଜିନିଷ ବି ବାହାର କରିବାକୁ ଦେଇନଥିଲେ। ଆଉ କେବିନ୍ ଭାଙ୍ଗିଗଲା ପରେ ଇଏ ହେଉଛି ସେହି ହୃଦୟ ବିଦାରକ ଦୃଶ୍ୟ। ସେଇ ଭଙ୍ଗା କେବିନ୍ ଭିତରୁ ନିଜ ଚକୋଲେଟ୍ ଡବା ଗୋଟେ ଗୋଟେ ବାହାର କରୁଛନ୍ତି, ତ ପୁଣି କେତେବେଳେ ରାସ୍ତା ଉପରେ ସେହି ଭଙ୍ଗା କେବିନ୍ର ଟୁକୁଡ଼ାକୁ ପକାଇ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରୁଛନ୍ତି। ନିଜ ଦୁଃଖକୁ ସିନା ବାହାରକୁ ଦେଖାଇ ପାରୁନାହାନ୍ତି, ହେଲେ ସେହି କ୍ରୋଧ ଗୁଡ଼ା କିନ୍ତୁ ଜଳ ଜଳ ହେଇ ଦେଖାଯାଉଛି। କେମିତି ହେବନି ଆଜ୍ଞା, ଯେଉଁ କେବିନ୍ରେ ଏଇ କିଛି ଜିନିଷ ରଖି ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ନା ଅଛି ସେ କେବିନ୍, ନା ଅଛି ସେ ଜିନିଷ। ନିଜ ଜୀବିକାଟା ସବୁଦିନ ପାଇଁ ଶେଷ ହୋଇଯାଇଥିଲା। ସବୁଦିନ କାମ ସାରି ରାତିରେ ତେଲ ଲୁଣର ସଂସାର ପାଇଁ କିଛି ଜିନିଷ କିଣି ନେଇ ଘରକୁ ଯାଉଥିବା ଲୋକଟା ଆଜି ଯେତେବେଳେ ଖାଲି ହାତରେ ଘରକୁ ଫେରିବ, ସେତେବେଳେ କ'ଣ ଜବାବ ଦେବ ତାର ପିଲାମାନଙ୍କୁ? କ'ଣ ଖାଇବାକୁ ଦେବ ସେଇ ପିଲାମାନଙ୍କୁ? ଏହି କ୍ରୋଧ ତ ନିଶ୍ଚିତ ଥିଲା ଆଜ୍ଞା। କାନ୍ଦ କାନ୍ଦ ଆଖିରେ ବି ସେଇ ଭଙ୍ଗା ଜିନିଷ ଗୋଟାଇବାରେ ଲାଗି ପଡ଼ିଥିଲେ। ପ୍ରକୃତରେ କ'ଣ ଘଟିଥିଲା ଏହି ମହିଳା ସହିତ? କିଏ ଥିଲେ ସେମାନେ ଯିଏ ଏମିତି କାମ କରିଥିଲେ? ସେମାନେ ଆଉ କେହି ନଥିଲେ ଆଜ୍ଞା, ସେମାନେ ଥିଲେ ବରଗଡ଼ ପ୍ରଶାସନର ବଡ଼ ବଡ଼ ବାବୁଙ୍କ ସହିତ ଆଉ କିଛି ପୋଲିସ ବାବୁ। ଆଉ ଏଇ ମହିଳାଙ୍କ ଦୋଷ ହେଲା, ଇଏ ନିଜ ପରିବାର ପୋଷିବା ପାଇଁ ରାସ୍ତା କଡ଼ରେ ଏଇ ଭଙ୍ଗା କେବିନ୍ ଭିତରେ ସବୁଦିନ କିଛି ଜିନିଷ ରଖି ବିକନ୍ତି। ଆଉ ଯାହା ରୋଜଗାର ହୁଏ ନିଜ ଛୁଆ ପିଲାଙ୍କ ପେଟରେ ଦାନା ମୁଠେ ଦିଅନ୍ତି। ଆଉ ବରଗଡ଼ ସହର ଭିତରେ ଥିବା ଏଇ ରାସ୍ତାଟା କୁଆଡ଼େ ସମ୍ପ୍ରସାରଣ ହେବାକୁ ଯାଉଥିଲା। ସେଥିପାଇଁ ସିଧା ଆସିଲେ ଆଉ ଭାଙ୍ଗିଲେ। ନା ଆଗରୁ କିଛି ନୋଟିସ୍ ଦେଇଛନ୍ତି, ନା ଆଗରୁ କିଛି ଜଣେଇଛନ୍ତି, ନା ଜିନିଷ ବାହାର କରିବାକୁ ସମୟ ଦେଇଛନ୍ତି। ବରଗଡ଼ ମ୍ୟୁନିସିପାଲିଟିର କିଛି ଅଧିକାରୀ, କିଛି ପ୍ରଶାସନିକ ଅଧିକାରୀ ଆଉ କିଛି ପୋଲିସ ବାବୁ ଜେସିବି ଧରି ସିଧା ପହଞ୍ଚିଗଲେ ଆଉ ଏଇ ମହିଳାଙ୍କ କେବିନ୍କୁ ଭାଙ୍ଗି ଛିନଛତ୍ର କରିଦେଲେ। ତାପରେ ଆରମ୍ଭ ହେଲା ବିରୋଧ। ଶେଷରେ ପ୍ରଶାସନ ସବୁ ଉଠା ଦୋକାନୀକୁ କିଛି ଦିନ ସମୟ ଦେଇ ତା ରାସ୍ତାରେ ଚାଲିଗଲା। ସେତେବେଳକୁ ଏଇ ନିରୀହ ଗରିବ ମହିଳାର ଭାତ ହାଣ୍ଡିଟା ଉଜୁଡ଼ି ସାରିଥିଲା ଆଜ୍ଞା। ଆମେ ରାସ୍ତା ସମ୍ପ୍ରସାରଣକୁ ବିରୋଧ କରୁନୁ କି ସହରର ବିକାଶ କାର୍ଯ୍ୟକୁ ବି ବିରୋଧ କରୁନୁ ଆଜ୍ଞା, ସେଇଟା ତ ନିହାତି ହେବା ଦରକାର। ହେଲେ ପ୍ରଶାସନର ଏଇ ତରିକାଟା ସମ୍ପୂର୍ଣ୍ଣ ଭୁଲ ଥିଲା। ତାଙ୍କୁ ତାଙ୍କ ଜିନିଷ ନେଇଯିବାକୁ ସମୟ ଦେବାର ଥିଲା। ହଠାତ୍ ଆସି ପ୍ରଶାସନ ଯାହା କରିଦେଇଗଲା, ଏମିତି କେବେ ବି କରିବାର ନଥିଲା। ଦର୍ଶକ ବନ୍ଧୁ, କେତେ ବଡ଼ ବଡ଼ ଲୋକ, କେତେ ବଡ଼ ବଡ଼ ନେତା, କେତେ ସରକାରୀ ଜମି ମାଡ଼ି ବସିଛନ୍ତି, ସେମାନଙ୍କର ତ ପ୍ରଶାସନ କିଛି ବି କରିପାରୁନି। ହେଲେ ନିରୀହ ଗରିବ ଲୋକମାନେ ଯେତେବେଳେ ଏମିତି ଛୋଟ ଛୋଟ ଉଠା ଦୋକାନ କରି ନିଜ ପେଟ ପୋଷୁଛନ୍ତି, ସେତେବେଳେ କେଉଁଠି ଥିବ ପ୍ରଶାସନ ତୁରନ୍ତ ମାଡ଼ି ବସିବ। କାହିଁକି ନା ଏମାନେ ଗରିବ, ଏମାନଙ୍କ କଥା କିଏ ଶୁଣିବ? କେବଳ ଭୋଟ ଆସିଲେ ଏମାନଙ୍କ କଥା ମନେ ପଡ଼ିବ। ମୁଁ ସେଇ ବଡ଼ ବଡ଼ ବାବୁ ଆଉ ନେତାମାନଙ୍କୁ ଗୋଟେ କଥା କହିବି ଆଜ୍ଞା, ଆଜି ଯେଉଁ କେବିନ୍ ଭାଙ୍ଗି ବହୁତ ବଡ଼ କାମ କରିଦେଇଛ ବୋଲି ଭାବୁନାହଁ କି? ସେଇଟା ବଡ଼ ନୁହେଁ ଆଜ୍ଞା, ଅଭିଶାପ। ଭଗବାନ ଆପଣଙ୍କୁ କେବେ ବି କ୍ଷମା ଦେବେନି। କାହିଁକି ଜାଣିଛ? ସେଠୁ ଯାହା ରୋଜଗାର କରନ୍ତି, ଆପଣମାନଙ୍କ ଭଳି ବଡ଼ ବଡ଼ କୋଠା କି ଗାଡ଼ି କିଣିବାକୁ ନୁହେଁ, ସତ୍ ଉପାୟରେ ରୋଜଗାର କରି ନିଜ ପେଟକୁ ଦିଓଳି ଦୁମୁଠା ଦାନା ଯୋଗାଡ଼ କରନ୍ତି। ଆଉ ଏଇ ଭଉଣୀକୁ ଗୋଟେ କଥା କହିବୁ ଆଜ୍ଞା, ଭଉଣୀ, ଆପଣ ଭାଙ୍ଗି ପଡ଼ନ୍ତୁନି। ଆପଣଙ୍କ ସହିତ କେହି ନଥିଲେ ବି ଭଗବାନ ଅଛନ୍ତି। ଏଇମାନଙ୍କୁ ସେଇ ଭଗବାନ ହିଁ ଦିନେ ନା ଦିନେ ଉଚିତ ଶାସ୍ତି ଦେବେ। ଆପଣ କ'ଣ ଭାବୁଛନ୍ତି ବରଗଡ଼ ପ୍ରଶାସନ ବିକାଶ ନାଁରେ ନିରୀହ ଆଉ ଗରିବଙ୍କ ଉପରେ ଏମିତି ଅତ୍ୟାଚାର କରି କ'ଣ ଠିକ୍ କରିଛି? ବିଚାର ଆପଣଙ୍କର, ଆଉ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।